ନାଇଁ ସାର୍ କିଛି ନାହିଁ ଏସବୁ ବିଷୟରେ। ଆମେ ଆସି 14 ବର୍ଷ ହେଲା କାମ କଲୁଣି, ଆମର କିଛି ବି ପ୍ରୋବ୍ଲେମ୍ କେବେ ହେଇନାହିଁ। ନାଇଁ ସାର୍ କେହି କହିନାହାନ୍ତି। ନାଇଁ ଆଜ୍ଞା ହଁ ଆମର ଦରମା ଠିକ୍ ସେ ମିଳୁଛି, ବୋନସ୍ ବି ଆମକୁ ଠିକ୍ ଠାକ୍ ମିଳୁଛି, ଆମର କୌଣସି ପ୍ରୋବ୍ଲେମ୍ ନାହିଁ। ହୁଏତ ସାର୍ ଆଗରେ ସେମାନେ କ'ଣ କରିପାରନ୍ତି, ତାଙ୍କ ପାଇଁ ତାଙ୍କୁ ଟ୍ରାନ୍ସଫର୍ କରାହେଇଛି ଯେହେତୁ ତାଙ୍କ ପାଇଁ କିଛି ବି ଏମିତି କରିଥାଇପାରନ୍ତି। ନାଇଁ ସାର୍ ଭୟ ନାହିଁ। ନାଇଁ ସାର୍ ସେମିତି କିଛି ହେଇନାହିଁ। ନାଇଁ ସାର୍ କିଛି ବହୁତ ଭଲ ଆମ ପାଇଁ। ସାର୍ ସମସ୍ତେ ଭଲ, ସମସ୍ତେ ଭଲ, ଆମକୁ ସାଲେରୀ ଠିକ୍ ଠାକ୍ ମିଳୁଛି, ଆମ ପାଇଁ ସବୁ ଭଲ ସାର୍। ନାଇଁ ସାର୍ ସେଇଟା ମିଛ କଥା, ମିଛ ସାର୍ ସେଇଟା। 14 ବର୍ଷ ହେଲାଣି ଆମେ ସାର୍ କାମ କଲୁଣୁ, ଆମର କିଛି ବି ଏମିତି କେବେ କିଛି ହେଇନାହିଁ, କିଛି ଆସିନି ଆମ ପାଇଁ। ଦେଖନ୍ତୁ ଯେଉଁ 4-5 ଜଣ ମାତ୍ର ବସିଛନ୍ତି ସେମାନଙ୍କର ଅଭିଯୋଗ ବ୍ୟକ୍ତିଗତ ଅଭିଯୋଗ ଅଛି, ଯଦି ସେମାନେ ତ ଆଲୋଚନା ମାଧ୍ୟମରେ ସବୁ ହେଇପାରିବ। ଆମର ମାନେ ଲେବର ଲ ଅଛି, ତାର କୋର୍ଟ ଅଛି, ସେ ମାଧ୍ୟମରେ ସେମାନେ ତାର ଏଇସବୁ ଜିନିଷର ସମସ୍ୟାର ସମାଧାନ କରିପାରିବେ। ନୁହେଁ ଯେ ସେଟାକୁ ଆମେ ଯେଉଁ ହସ୍ପିଟାଲରେ ସେମାନେ କାମ କରୁଥିଲେ ସେ ହସ୍ପିଟାଲ ବିରୁଦ୍ଧରେ ଗୋଟେ ଅମୂଳକ ଗୋଟେ ପୁରା ମିଛ କଥା, ଗୋଟେ କୌଣସି ତାର ବେସଲେସ୍ କଥା କହିବେ, ଏଠି ସେଟା କେମିତି ଗ୍ରହଣୀୟ ହେବ? ଯେଉଁ ବେସଲେସ୍ କଥା କହୁଛନ୍ତି ସେଟାରେ କ'ଣ ହେଉଛି ନା ଆମ ଉପରେ ହିଁ ସେ ଆମ ପେଟ ଉପରେ ବି ସେମାନେ ଲାତ ମାରୁଛନ୍ତି, ବୁଝିଲେ ଆଜ୍ଞା? ନାଇଁ ତାଙ୍କୁ ଟ୍ରାନ୍ସଫର କରାହେଇଛି, ଯେଉଁ ହସ୍ପିଟାଲର ପଲିସି ଅଛି ଟ୍ରାନ୍ସଫର କରାହେଇଛି, ସେମାନେ କିନ୍ତୁ ସେ ଟ୍ରାନ୍ସଫରକୁ ଗ୍ରହଣ କରିନାହାନ୍ତି। ନାଇଁ 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 ଆମେ ତ ଓଡ଼ିଆ ଅଛୁ ନା, ଆମେ 16 ବର୍ଷ ହେଲାଣି ଆମେ ଓଡ଼ିଆ ଅଛୁ, ଆମେ 16 ବର୍ଷ ହେଲାଣି ଆମେ ଓଡ଼ିଆ ଅଛୁ। ଅଣ ଓଡ଼ିଆ କେଉଁଠି ହେଲା? ଅଭିଯୋଗ ପୁରା ମିଛ, କପଳ କଳ୍ପିତ। ନାଇଁ ଏସବୁ ଜିନିଷ ଆମେ ଦେଖନ୍ତୁ, ଆପୋଲୋ ହେଉଛି ଗୋଟେ ବଡ଼ ବ୍ରାଣ୍ଡ, ମାନେ ସାରା ମାନେ ପୃଥିବୀରେ ଆଉ ଭାରତ ବର୍ଷରେ ଗୋଟେ ବଡ଼ ବ୍ରାଣ୍ଡ। ଦେଖନ୍ତୁ ବଡ଼ ବ୍ରାଣ୍ଡ ହେବାକୁ ହେଲେ ଏସବୁ ଜିନିଷରେ ଯାଇକି ବଡ଼ ବ୍ରାଣ୍ଡ ହେଇପାରିବନି। ଏଇ ଯେଉଁ ଜିନିଷ କହୁଛନ୍ତି ଡେଡ୍ ବଡିକୁ ରଖାଯିବ, ଏସବୁ ଜିନିଷରେ ହେଲେ ବଡ଼ ବ୍ରାଣ୍ଡ ହେଇପାରିବନି ନା, ଜମା ନୁହେଁ। କିଡନୀ ବିଭାଗରେ ତ ମୁଁ ତ ନିଜେ କାମ କରି ଆସୁଛି, ମୋର ଅଭିଜ୍ଞତା 29 ବର୍ଷର ଅଭିଜ୍ଞତା। ମୁଁ ଆପୋଲୋ ହାଇଦ୍ରାବାଦରେ କାମ କରିଛି, ଏଠି ବି କାମ କରିଛି। ସେମିତି କେବେ ବି ନାହିଁ। ତ ସୁନାମଧନ୍ୟ ଡକ୍ଟର ଅଛନ୍ତି, ଆମର ୟୁରୋଲୋଜିଷ୍ଟ ସୁନାମଧନ୍ୟ, ନେଫ୍ରୋଲୋଜିଷ୍ଟ ସୁନାମଧନ୍ୟ ଡକ୍ଟର ଅଛନ୍ତି, ସବୁଠାରୁ ବେଷ୍ଟ ନେଫ୍ରୋଲୋଜିଷ୍ଟ ଅଛନ୍ତି। ସେମିତି କିଛି ଏଠି ହେଉନି। ସେ ଏଇସବୁ ଜିନିଷ ବେସଲେସ୍ ତାଙ୍କର କ'ଣ କିଛି ଅଛି, ପ୍ରମାଣ ଅଛି ଦିଅନ୍ତୁ। ଏଗୁଡ଼ା ଆଜ୍ଞା, ଏଗୁଡ଼ା ସବୁ ମାନେ ପୁରା ମିଛ, ଏ କଥାର କୌଣସି ବେସ୍ ନାହିଁ। କିଛି ପ୍ରମାଣ ଦେଖାଉନାହାନ୍ତି। ଏଠି ତ ସବୁ ଲ ଅଛି, କୋର୍ଟ କଚେରୀ ଅଛି, ସବୁ ତ ନିୟମ ଅଛି, ସେଟା ଦେଖନ୍ତୁ ସେମାନେ। ସେମିତି ନାଇଁ ଆମେ ପ୍ରମାଣ ଦେଖନ୍ତୁ, ତାହେଲେ ପ୍ରମାଣ କିଛି ନାହିଁ, କୋର୍ଟରେ ଦେଖୁନାହାନ୍ତି, ତାହେଲେ ଏଠି କଥା କହିବାର, ମିଛ କଥା କହିବାର କ'ଣ ଅଛି? ମିଛ କଥାକୁ ସେ ଯେଉଁ କହୁଛନ୍ତି ସେଟାକୁ ଦେଖନ୍ତୁ, ସେମାନେ ପ୍ରମାଣ କରିକି ଦେଖନ୍ତୁ। ସବୁ ଭିତ୍ତିହୀନ, ସବୁ ଭିତ୍ତିହୀନ। ଆମେ ତ ଦେଖନ୍ତୁ, ଆମେ ତ ଏଠି ସବୁ 15-16 ବର୍ଷ ହେଲାଣି ଆମେ କାମ କରୁଛୁ, ଆମେ ତ ସବୁ ପୁରା କମ୍ଫର୍ଟେବୁଲ୍ ଅଛୁ। ଦେଖନ୍ତୁ ଏଇ ଆପୋଲୋ ହସ୍ପିଟାଲ ଦେଖନ୍ତୁ, ଦରମା ଦେଖନ୍ତୁ, ଯେକୌଣସି ଗୋଟେ କର୍ପୋରେଟ୍ ହସ୍ପିଟାଲ ଏପର୍ଯ୍ୟନ୍ତ ଦରମା ଆସିନଥିବ ସାଧାରଣତଃ। ଦେଖନ୍ତୁ ଆମେ କାଲିଠୁ ଦରମା ପାଇସାରିଲୁ, ଯେଉଁଟା ହସ୍ପିଟାଲ ଆପୋଲୋ ହସ୍ପିଟାଲ ଯେଉଁ ଦେଉଛି, ବୋନସ୍ ବି ଦେଉଛି, ସବୁଠାରୁ ବେଷ୍ଟ ବୋନସ୍ ଦେଉଛି। ଏଠି କ'ଣ ଆମର କିଛି ଅସୁବିଧା ନାହିଁ। ଅପପ୍ରଚାର ସେମାନେ ତାଙ୍କର ସେମାନେ ଟ୍ରାନ୍ସଫର ଦେଖନ୍ତୁ, ଟ୍ରାନ୍ସଫର ତ ଆମେ ତ ସମସ୍ତେ ହିଁ ସାଇନ୍ ମାରିଛୁ ପ୍ରଥମରୁ। ଆମେ ଯେତେବେଳେ ଆମେ ଆପଏଣ୍ଟମେଣ୍ଟ ପାଉଛୁ, ସେତେବେଳେ ଆମେ ସାଇନ୍ ମାରୁଛୁ ଯେ କି ଆମେ ଟ୍ରାନ୍ସଫର ହେଇପାରିବ, ଆମେ ସେଥିରେ ସାଇନ୍ ମାରୁଛୁ। ହଁ ଲେଖା ହେଉଛି। ହଁ ଦେଖନ୍ତୁ, ଏଇଟା ତ ଦେଖନ୍ତୁ, ଗୋଟେ ଭଲ ହସ୍ପିଟାଲ ବିରୁଦ୍ଧରେ ତ କିଛି ଲାଗିବେ, ନାଁ ଅଛି ବଦନାମ କରିବେ।